ଖ୍ରୀଷ୍ଟ ଆଜି ଜେରୁସାଲେମ ପ୍ରବେଶ କରିବା ବିଷୟଟି ଆଜି ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ବିଷୟ ହେଉଛି, ଏକ ଉଲ୍ଲାସର ବିଷୟ ହେଉଛି, ଏକ ଆନନ୍ଦର ବିଷୟ, ଯାହାକି କେବଳ ଯିହୁଦୀ ମାନଙ୍କ ପାଇଁ ନୁହଁ, ସାରା ପୃଥିବୀବାସୀ ପାଇଁ, ଆମ ପାଇଁ, ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ ହେଉଅଛି। ପୃଥିବୀରେ ଥିବା ସମୟରେ ଯିହୁଦୀ ହିସାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ବାଳକ ଥିବା ସମୟରେ ଜେରୁସାଲେମକୁ ଗଲେ ନାହିଁ, ତାହା ନୁହଁ, ବରଂ ପ୍ରତ୍ୟେକ ନିସ୍ତାର ପର୍ବରେ, ଶିବିର ପର୍ବରେ ଏବଂ ଅନେକ ଯିହୁଦୀ ମାନଙ୍କର ପର୍ବାଣୀରେ ସେ ଜେରୁସାଲେମକୁ ଯାଉଥିଲେ। କିନ୍ତୁ କାହିଁକି ଆଜି ଏହି ତାଳପତ୍ର ରବିବାର, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯାତନା ରବିବାର ଅଟେ, ଏହି ରବିବାର ଦିନ ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜେରୁସାଲେମକୁ ପ୍ରବେଶ କରିବା ବିଷୟ ଆମେ ସ୍ମରଣ କରୁଛୁ ଏବଂ ଜେରୁସାଲେମ ପ୍ରବେଶ କରିବା ବିଷୟଟି ଅଧିକ ଗୁରୁତ୍ୱପୂର୍ଣ୍ଣ ଆଜି କାହିଁକି ହେଉଛି? ଯୀଶୁ ଗଧ ପିଠିରେ ବସି ଜେରୁସାଲେମକୁ ପ୍ରବେଶ କରୁଛନ୍ତି, ଆଉ ଯିହୁଦୀ ମାନେ ସମସ୍ତେ ଆନନ୍ଦରେ ଖଜୁରୀ ବାହୁଙ୍ଗା ତାଳପତ୍ର ଧରି ହସାନା ଗୀତ ଗାଇ ସମସ୍ତେ ଆନନ୍ଦରେ ନାଚି ଉଠୁଛନ୍ତି। କାହିଁକି? ଆମେ ଯଦି ଯୋହନ ଲିଖିତ ସୁସମାଚାରରେ 6 ଅଧ୍ୟାୟରେ ପଢିବା, ପ୍ରଭୁ ଯୀଶୁ ଖ୍ରୀଷ୍ଟ 5000 ଲୋକଙ୍କୁ ଖାଇବାକୁ ଦେଲେ, ଅନେକ ଆଶ୍ଚର୍ଯ୍ୟ କର୍ମ କଲେ ଏବଂ ଅନେକ ଆଶ୍ଚର୍ଯ୍ୟ କର୍ମ ମଧ୍ୟରୁ 5000 ଲୋକମାନଙ୍କୁ ଯେତେବେଳେ ସେ ଖାଇବା ପାଇଁ ଦେଲେ, ସେତେବେଳେ ସେମାନେ ଚିନ୍ତା କଲେ ଯେ ଯୀଶୁଙ୍କୁ ଆମେ ଟାଣି ଆଣି ତାଙ୍କୁ ରାଜା କରିବା, ତାଙ୍କୁ ଆମେ ଆମମାନଙ୍କର ରାଜା କରିବା ବୋଲି ସେମାନେ ଚିନ୍ତା କରୁଥିଲେ। କାରଣ ସେ ଅନେକ ଆଶ୍ଚର୍ଯ୍ୟ କର୍ମ ଗୁଡ଼ିକ କରୁଥିଲେ, ଅନେକ ଚମତ୍କାର ଗୁଡ଼ିକ ଘଟୁଥିଲା ଯୀଶୁଙ୍କ ବାକ୍ୟରେ, ଯୀଶୁଙ୍କ ସ୍ପର୍ଶରେ, ଯୀଶୁଙ୍କ ଠାରେ ଯେ ଯୀଶୁଙ୍କୁ ଯାହାକୁ ସୁସ୍ଥ କରୁଥିଲେ, ଯାହାକୁ ସ୍ପର୍ଶ କରୁଥିଲେ ସୁସ୍ଥ ହେଉଥିଲେ, ଯେଉଁମାନେ ଯୀଶୁଙ୍କୁ ସ୍ପର୍ଶ କରୁଥିଲେ ସେମାନେ ମଧ୍ୟ ସୁସ୍ଥ ହେଉଥିଲେ। ତେଣୁକରି ଯିହୁଦୀ ମାନେ ଚିନ୍ତା କରୁଥିଲେ ଯେ ଯୀଶୁଙ୍କୁ ଆମର ରାଜା କରିବା।